ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ସକାଳୁ ସକାଳୁ ଯାଇକି ସେ ଝିଅକୁ ନେଇକି ପଳେଇ ଆସିଲେଣି, କାହିଁକିନା ଆଜି ମୁଁ ଲେଟ୍ ଉଠିଲି ତ, ଆଉ ଭିଡ଼ିଓଟା ଗଲିନି, ସିଧା ପଳେଇଲି। ସେ ଝିଅକୁ ନେଇକି ପଳେଇଲି। ସେ ଝିଅ ଆସିକି କାମ କରୁଛନ୍ତି ତଳେ, ମୁଁ ଟିକେ ଏବେ ତାଙ୍କୁ ଛାଡ଼ିକି ଆସିଛି ଖାଇବାକୁ। ଆଉ ଚାଲନ୍ତୁ ଦେଖିବା ଶିବାନୀ ସକାଳୁ ସକାଳୁ କ'ଣ କରୁଛି, ଦେଖି ଖାଇଦେବା, ଖାଇଦେଇକି ତାପରେ ଯିବା କାମ ଲାଗିବା। ଆଉ ଟାଇମ୍ ହେବନି ଅଭିକା। ଶିବାନୀ ତାର ଗେଟ୍ ଦେଇକି ବସିଛି, ବାହାରିନି ତ। ଶିବାନୀ କାହିଁକିନା ପୁଅ ଶୋଇଛି ତ, ସେଇଥିପାଇଁ ସେ ଭିତରେ ଅଛି। 10ଟା ବାଜିଛି, ଖରା ପ୍ରବଳ। ତାକୁ ଖାଇଦେଇକି ଯିବା, ପୁରା କାମଟା ସାରିଦେବା। ଆଉ ଦେଖିବା ତାହେଲେ, ଦେଖନ୍ତୁ ଆଉ ଶିବାନୀ କ'ଣ କରୁଛି ସକାଳୁ ଖାଇବା ପାଇଁ। ଦେଖିବା ଖାଇଦେଇ ତା ଯିବା କାମ କରିବା। ବାହାରିଲା ଶିବାନୀ ଗେଟ୍ ଦେଇକି। କଖାରୁ ଫୁଲ, ଶିବାନୀ କଖାରୁ ଫୁଲ କଥା କହୁଛି ଯେ କଖାରୁ ଫୁଲ ନେଇକି ଆସେ, ଆଜି ଆସିନାହିଁ। ତାର ମୁଁ ବି ପଇସା ନେଇନାହିଁ, କେମିତି ଆଣିବି? ଶିବାନୀ କହିଥିଲା କଖାରୁ ଫୁଲ ଆଣିବା ପାଇଁ। ତାପରେ ମୁଁ ଯାଇଛି ଯେତେବେଳେ ମୁଁ ତରତରରେ ପଳେଇଛି, ପଇସା ବି ନେଇନି। ତାପରେ ଆମ ବଜାରରେ କଖାରୁ ଫୁଲ ଯିଏ ବିକେ, ସେ ଚାଷୀ ଲୋକ ରହେ ତ, ସବୁବେଳେ ଆସନ୍ତି କଖାରୁ ଫୁଲ ଧରିକି। ଆଉ ସେ ଆଜି କାହିଁକି ଆସିନାହାନ୍ତି, ପୂଜା ପାଇଁ କ'ଣ ଆସିନାହାନ୍ତି ବୋଧେ। ଆଉ ଶିବାନୀ ସେଇଥିପାଇଁ କହୁଛି କଖାରୁ ଫୁଲ ଆଣିଲାନି, ପଚାରୁଛି ମୋତେ। ତାର ମୋର ତ ପଇସା ନାହିଁ, ମୁଁ କେଉଁଠୁ ଫୁଲ ଆଣିବି? ତାର ସେ ତ ଆସିନି ଏବେ, ସେ ଲୋକଟା ସବୁ ପ୍ରାୟ ଟାଇମ୍ ଆସେ, ମୁଁ ଦେଖିଛି। ଆମ ମେକୁ ରାଗି ଯାଇଛି ବାବା, ଶୋଇଛି। କି ରାଗ, ଗେଲ କଲାବେଳେ ବି ସିଏ ଗେଲ କଲେ ବି ଶାନ୍ତ ହେବ ନାହିଁ, ଏତେ ରାଗ। ବାବୁ ଶୋଇଛନ୍ତି, 10ଟା ବାଜିଲାଣି। ହଉ ସେ ରାଗି ଥାଉ ମ, ବେଶୀ ଗେଲ ହେଉଛି। ରାଗିବାର କାରଣ ହେଲା କି ମୁଁ ତା ଡାକିଲି ତ ଆମ ଶିବାନୀ, ସେ ଗେଟ୍ ଖୋଲା, ସେ ତାକୁ ସାଙ୍ଗ ଧରିକି ଆସିଥାନ୍ତା। ଶିବାନୀ ଏକୁଟିଆ ଉଠିକି ପଳେଇଲା ତ, ସେଇଥିପାଇଁ ରାଗି ହେଇଛି। ଆଉ ସିଆଡ଼େ ମୁହଁ କରିକି ଶୋଇ ପଡ଼ିଲାଣି, ମାନେ ଅଣ୍ଡାରୁ ବାହାର ନାହିଁ। ଏ ଛୋଟ ପିଲାଟା, ସେ ତା ଦେହରେ ରାଗ ପ୍ରବଳ। କି ରାଗ, ଘୁଞ୍ଚି ଘୁଞ୍ଚି ପଳେଉଛି। ମିକୁଲୁ ଆସୁନା, ରାଗନା, ହସୁଛୁ ପୁରା କହିଲା ବେଳକୁ। ଆସୁନା, ଆଲୋ କି ରାଗଲ, ରାଗନା, ରାଗନା, ଆଲୋ ଗେଲ ଟିକେ ହେଲେ ଯାଇକି ଉଠିକି ଆସିବ ସେ। ଆଚ୍ଛା କ'ଣ କରୁଛୁ, କ'ଣ ଖାଇବା? ସେ ଶୋଇଛି ତ ବୋଧେ ମୋତେ। ହଁ ଶୋଇପଡ଼, ଟିକେ ଗେଲ କରିଦେବାର। ମିକୁଲୁ ହସୁଛି, ଏଇଟା ହସୁଛି, ମିଛରେ ରାଗି ନାହିଁ। ହଁ ଆସୁ, ମାମା ଦେଇ ସାରୁ, ମାମା ଗେଲ କରିଦେବ। କ'ଣ ବେ ଆଜି କ'ଣ ଝିଅନି ମ୍ୟାଗି କରିଦେଇ ସକାଳ, ମୁଁ ଏ ଖାଇ କାମ କରିବି? ହାଁ, ତମ ପେଟ ପୁରା ଗାଡ଼ିଆ, ତମେ ଆଉ ଥରେ ଆସିକି ପୁଣି ପଖାଳ ଖାଇବ? ମୋତେ ଅଳ୍ପ ଦେ, ଏଗୁଡ଼ା ଖାଇକି କାମ କରିହେବନି ଏସବୁ ଜିନିଷ। ତମର ହେଉଛି 4 ଥର ଖାଉଛ ଦିନକୁ। ହଁ, ମୁଁ 4 ଥର ଖାଇଲେ ଅଳ୍ପ ଟିକେ ଦେ। ମୁଁ ଥାଉ ଦେନା, ଦେନା, ମୁଁ ଖାଇବିନି କହୁଛି। ଏଗୁଡ଼ା ମନା କରୁଛି, ଜବରଦସ୍ତି ପୁରେଇ ଦେଉଛି କାର୍ଡ଼। ଆହୁରି ଚୁପଚାପ ଖାଉଛି, ବଡ଼ ବଡ଼ ଏଗୁଡ଼ା ଖାଇ କାମ ଖରା ଯେମିତି ହେଉଛି, ପୁରା ପେଟ ଖରାପ ହେଇଯିବ, ମୁଁ କାମ କରିପାରିବିନି। ପଖାଳ ଖାଇକି ଆସିବନି, ପଖାଳ ଖାଇବାକୁ ଆସିବନି କି? ଆଉ ଟିକେ ନେଇଯାଅ, ନା ଆଉ ନୁହଁ, ସେ ଥାଉ, ଆଉ କାଢ଼ିଦେ, ମୁଁ ସେତିକି ଥାଉ। ଲାଜ ଲାଗୁଛି କ'ଣ ଲୋକଙ୍କ ଆଗରେ? ଲାଜ ଥିଲା କ'ଣ? ମୋତେ ଏଗୁଡ଼ା ସୁବିଧା ନାହିଁ, ଇପି ହିପି ଏଗୁଡ଼ାକ। ମୁଁ ପଖାଳ ଖାଇ କାମ କରି ଠିକ୍ ନା। ପଖାଳ ଭଜା ଭଜି ହଉ, ଖାଇକି ଯିବ ତ ପଖାଳ। ଆଉ ସକାଳୁ କିଛି କରିବିନି, ଭଜା ଉଠିକି ସାଙ୍ଗେ ସାଙ୍ଗେ କରିବି। ସକାଳେ କିଏ ପଖାଳ ଖାଇଲାଣି ଏତେ ସକାଳୁ? ଡବଲ କଥା। କଥା, ଯୋଉ କଥା କହୁଛି ଏଠି ଡବଲ କଥା। ଖାଲି ତା ପୁଅ ପଛରେ ପଡ଼ିଛି। ହଉ ଆଲୋ, ଶୁନା, ରାଗନା, ଶୋଇଛି। ମୋ ଉପରେ ରାଗିଛି, ତମ ଉପରେ ରାଗିନି। ତମକୁ ତ କିଛି କହୁନି, ତମେ ଧରିଲେ କିଛି କହୁନି। ମୋ ଉପରେ ରାଗିଛି, ଭଲ ହେଇ ତମରେ ରାଗିଛି। ବେଳେ ବେଳେ ମତେ ସେ ଗେଲ କରୁଛି, ମୋ ସୁନା ମାମା କହିକି। ଚାଲ ବାହାରକୁ ଚାଲ, ଗରମ ହେଇଯା ଭିତରେ। କି ଗେଲ ମା।
ତମ ତ ମା ପୁଅ ଗେଲ ହୁଅ ମୁଁ ଯା ଖାଇଦେଇକି ମୋର ମୁଁ ଯାଏ ତାପରେ ଖାଇଦେଇକି ଯିବା ସେମାନେ ରେଡ଼ି କରିଦେଲେନି ଗଲେ ମଇଦା ଗୋଳେଇବା ତା ମେସିନ୍ ଚାଲିବ ଖରା ଆଜି ଜୋର ହେଉଛି ନା ଫଟାଫଟ ସାରିଦେବା ଟିକେ ତା ରେଷ୍ଟ ନେବା ଚାଲନ୍ତୁ ଖାଇଦେବା ଖାଇଦେଇକି ପଳେଇବା ମ୍ୟାଗି ସିବାନି କରୁଛି ସକାଳୁ ମ୍ୟାଗି କରୁଛି ଏବେ ଟିକେ ଖାଇଦେଇକି ଯିବି ମେସିନ୍ ଚଲେଇ ହେଇକି ଆଣି ପଖାଳ ଖାଇବି ମୁଁ ଦିନକୁ ତ 3 ଥର ଖାଏ ଆପଣମାନେ ଜାଣିଛନ୍ତି ଖାଇଦେଇ ଗଲେ ପୁଣି ଆସି ଖାଇବି ଆଉ ଚାଲନ୍ତୁ ଯିବା ଖାଇଦେବା ଖାଇଦେଇ ପଳେଇବା ଆଉ କମ୍ପାନୀ ଭିତରେ କାମ କରୁଥିଲି ଆଉ ସେ ପାର୍ସଲ କ'ଣ ସେମାନେ ମଗେଇ ଦୁଇଟା ଫୋନ୍ ଆସିଲା କାମ ଛାଡ଼ିକି ଯାଇଥିଲି ଧରିକି ଆଇଲି ପାର୍ସଲ ଦୁଇଟାକୁ ଆଉ ମୁଁ ପୁରା ମଗିଦା ହେଇଛି ପାର୍ସଲ ଦେଇ ଦେଇକି ପଳେଇବା ପୁଣି ଯାଇ କାମ ଲାଗିଯିବା କ'ଣ କ'ଣ ଦୁଇଟା ମଗେଇଥିଲି ହଁ ହେଉଛି କ'ଣ ସେ ଦୁଇଟା ଏଗୁଡ଼ା ହଁ ମୁଁ କାମ ମିକର ପାଣି ବୋତଲ ମଗେଇଛି ଖୋଲି ଦେଖେ ଦେଖ ଚପଲ କାହାର ମୋର ଏ ବଜାର ବଜାରକୁ ପିନ୍ଧି ଯାଉନି ନା ଛିଡ଼ି ଗଲା ମୁଁ ଯୋଉ ହଇରାଣ ହେଇଯାଇଛି ଖାଲି ପାଦରେ ଛୁରୀ ନେଇ ଆସିବୁ ଯା ଓହୋ ଆଉ ମିକର ପାଣି ବୋତଲ ମଗାଇଛି ଆଉ ତାର ଗୋଟେ ଚପଲ ମଗେଇଛି ସେ ପାଣି ମାନେ ପିନ୍ଧିକି ଯିବା ଆସିବା କରିବା ପାଇଁ 1000 ଚପଲ ମଗାଉଛି ତାର ଛୁରୀ ନାଇଁ ପଳେଇବା ସେପଟେ ଖୋଲୁ ଗୋଟେ ଗୋଟେ ଖୋଲିଲା ବା କି ପାଣି ବୋତଲ ମଗେଇଛୁ ଦେଖି ବୋଲି ଅଧଘଣ୍ଟା ହେଲା ଛିଡ଼ା ହେଇଛି ଏଠି ଦିଆ ହେଇଛି ଆଉ ଖୋଳ ଭିତରେ ଖୋଳ ହଁ ଏଇ ପାଣି ବୋତଲଟା ସ୍କୁଲ ନେଇଯିବ ନା ସେଇଭଳିଆ ପାଣି ବୋତଲ ମଗେଇଛି ହଁ ପିଇବ କେମିତି ଗିନା ଭଳିଆ ହେଇଛି ମାନେ ଏଇ ମିକୁ ଯୋଉ ଆମର କ'ଣ ଏମିତି ଏଇ ଯୋଉ ଏମିତି ଟାଇପର ହେଇଥିବ ପାଟି ଏମିତି ପୁରା ସବୁ ପୁରେଇ ଦଉଛି ଢଳି ଯାଉଛି ନା ଏଇଟା ଢଳା ଢଳିବନି ଗିନା ଭଳିଆ ପାଟି ଦବ ଢାଳି ଯଦି ମୁହଁରେ ଆସିକି ନାକ ପଡ଼ିଯିବ ପାଣି ଦିଅ ତାକୁ ଦେ ଟ୍ରାଏଲ୍ କରୁ ହଁ ଟ୍ରାଏଲ୍ କରୁ ଆମେ ଟ୍ରାଏଲ୍ କଲା ସେ ଲଗ୍ଟା ଉଠା ଉପରକୁ ନହେଲେ ସେ ଲଗ୍ଟା ଉପରକୁ ଉଠା ଯିଏ ପାଣି ପିଇବ ସିଏ ଖୋଲିବାର ନାହିଁ ପିଇଲୁ ଟିକେ ପିଇଲୁ ଏଠି ପାଟି ଲାଗିଛି ନା ହଁ ହେମିତି ପିଇ ହେଲା ଢାଳି ଯୋଉ ମୁହଁରେ ଏଇଠି ହାତ ଦବୁନି ଏଇଠି ହାତ ଦବୁନି ଏଇଠି ହାତ ଦେ ଟ୍ରେନିଂ ଦିଆହେଉଛି କେମିତି କ'ଣ ଖୋଲିବ ଆମେ କେଉଁ ଟ୍ରେନିଂ ଦିଆହେଉଛି ହଁ ହେଇଗଲା ତା ଟ୍ରେନିଂ କମ୍ପ୍ଲିଟ୍ ହେଇଗଲା କେମିତି କ'ଣ ପାଣି ପିଇବାକୁ ଦେଲ ବୁଲିକି ଚାଲନ୍ତୁ ଏବେ ମୋର ଟ୍ରେନିଂ ଚାଲିବ ଏବେ ତଳେ ମୁଁ ଛାଡ଼ିକି ଆସିକି ପୁରା ମଇଦା ଫଇଦା ଦେହ ସାରା ହେଇଛି ସେ କାମଟା ସାରି ଦେଇକି ତାପରେ ଆସିବା ତାପରେ ଦେଖିବା ଆଉ ଚପଲ ହଁ ଚପଲ ଆଣିଛି ହଁ ଚପଲ ଖୋଲିକି ଦେଖ ତ ମେସିନ୍ ସାରିକି ପଳେଇ ଆଇଲି ଖାଇବାକୁ ଆଉ ଫୋନ୍ ଆଇଲାନି ହେଇଗଲା ଫୋନ୍ 2-3 ଥର ଆଇଲାନି ମାଲ୍ ନେଇଯିବାକୁ ଆଉ ଲେଟ୍ ହେଇଗଲା ସିଆଡ଼େ ମେସିନ୍ ଚଲେଇବା ତା ରୋଷେଇବାସ କରୁଛି ଆସିକି କ'ଣ କଦଳୀ ଫଦଳୀ ଭାଜିକି ସେ ଭାଜୁ ମୋର ପଖାଳ ଖାଇକି ଯାଉଛି ମୁଁ ଫଟାଫଟ ଖାଇ ଦେଇକି ପଳେଇବି ଛୁରୀ ଦେଇଦେ ଦେଇଦେ ଛୁରୀ ସେମାନେ ପିଆଜ ଫିଆଜ କାଟୁଛି ଫଟାଫଟ ଦେଇଦେବ ମୁଁ ଖାଇଦେଇ ପୁରା ବ୍ୟସ୍ତରେ ଅଛି ଗରମ ଲାଗୁଛି ରୋଷେଇ କରୁଛୁ ଏଇଠି ଗରମ କଦଳୀ ଭଜା ସେ ଆଜି ଟିକେ ପରେ ସେ ତା ରୋଷେଇବାସ କରି ଖାଇ ମୁଁ ମୋର ଖାଇ ଦେଇକି ଯାଉଛି ଆଇଲା ବେଳକୁ 4ଟା 5ଟା ହେବ ଗୋଦାମରେ ଆଉ ଫଟାଫଟ ଖାଇଦେଇ ପଳେଇବି ପୁଣି ଆସିଲେ ଗରମ ଖାଇ 4ଟା 5ଟା ଖାଲି ଖାଉଥାଏ ହଉ କାକୁଡ଼ି ଦେ କାକୁଡ଼ି ଟିକେ ଥୁଆ ହେଇଛି ଆମର ମୁଁ ଆଣିଥିଲି ସେମାନେ ଭଜା ଭାଜି ନେଇକି ଆସି ମୁଁ ମୋର ଭାତ ଯେତିକି ଅଛି ନେଇକି ଯାଉଛି ଖାଉଥିବି ସେ ଆଣିକି ନେଇଯିବା ଆଉ ପୁରା ମୁଁ ଆଜି ବ୍ୟସ୍ତରେ ଅଛି ହଁ ଜଲ୍ଦି ନେଇକି ଯିବାକୁ କହିଛି ତ ମା 2-3 ଫୋନ୍ କରିସାରିଲାଣି ଖାଇବାକୁ
ଭାବୁଥିଲି ପଳେଇବି ଖାଇବିନି, ନ ଖାଇଲେ ପେଟର ମୁଡ଼ିଲାନି ଜୋରେ। କାଫେଟ୍ କଟା ହେଉଛି ଯିବା ଆଉ। ଏଇଠି ଖାଇଦେବା, ଆଉ ଯାଇ ହେଉନି କୁଆଡ଼େ। ଏଇଠି ଖାଇଦେବା, ସେ ତାର ରୋଷେଇ କରୁଛି। ପୁରା ଗରମ, ଦେହ ହାତ ପୁରା ଝାଳରେ ମଇଦା ଫଇଦା ହେଇଛି, ଖାଲି ହାତ ଧୋଇ ପଳେଇ ଆଇଛି ଖାଇବାକୁ। ମାନେ ଏତେ ବ୍ୟସ୍ତ ଥିଲି ମୁଁ, ପୁରା ଦେହ ହାତ ପୁରା ମଇଦା, ଖାଲି ହାତ ଧୋଇକି ଆଇଛି, ଖାଇଦେଇକି ପଳେଇବି। ଆଇଲେ ଯାଇକି କାମ ସରିଲେ ରାତି ଯାଇକି ଗାଧେଇବି 7ଟା ବେଳକୁ। ସରିଲା କାକୁଡ଼ି। ଚାଲ ଖାଇଦେବା ଏବେ। ପୁରା ଫଟାଫଟ ତନ୍ଦରା ହେଇକି ଖାଇଦେଇକି ପଳେଇ ଆଇଲି ଗୋଦାମ। ଚାଉମିନ ପକେଇଦେଲି, ଆଇକି ମଇଦା ନେବାକୁ ଯେ ବର୍ଷା ଟିକେ ଟିକେ ପକଉଛି। ବର୍ଷା ପକଉଛି, ସେଇଥିପାଇଁ ମୁଁ ବସିଛି ଏଇଠି ଛତ୍ର ବଜାର ଭିତରେ। ଟିକେ ବର୍ଷା ଛାଡ଼ିଲେ ମଇଦା ନେଇକି ଯିବି। ବର୍ଷାଟା ପୁଣି ଆଇଟି ଏବେ ଆରମ୍ଭ ହେଲା ନା ବର୍ଷାଟା, ଜୋର ପକେଇବାକୁ କୁଆଡ଼େ, ସେଇଥିପାଇଁ ବସିଥିଲି କରିକି ଆଉ। ଛାଡ଼ୁ, ବର୍ଷା ଟିକେ କମିଯାଉ, ଯିବା ମଇଦା ନେଇକି ଯିବା ଆଉ। ବର୍ଷା ପକେଇଲାନି, ନେଇକି ବି ଯାଇହେବନି, କାହିଁକିନା ଲୁନା ଏଠି ଛାତ ତଳେ ଅଛି ନା, ବାହାରେ କଲେ ଓଦା ହେଇଯିବ, ମଇଦା ଲାଗିଯିବ। ସେଇଥିପାଇଁ ବସିଛି ଏଠି, ଟିକେ କମିଯାଉ ନେଇକି ଯିବି ଆଉ। ଜୋର ପକେଇଲା, କହିଦେ ଜୋର ଟିକେ ପକେଇଲା। ବର୍ଷା ଜୋର ହେବ ଆଉ, ଟିକେ ରହିଯିବା। ଆଉ ଗୋଟେ ଜିନିଷ ଦେଖନ୍ତୁ, ଗୋଟେ ଦୃଶ୍ୟ ଦେଖନ୍ତୁ। ବର୍ଷା ପକାଉଛି, ମାନେ କି ନିଦ ବର୍ଷାରେ, ମାନେ ଶୋଇଛନ୍ତି। ବର୍ଷା ପଡ଼ୁଛି ତଥାପି ଶୋଇଛନ୍ତି ବର୍ଷାରେ। ଦେଖନ୍ତୁ ଫାଙ୍କା ପୁରା, ଟଲି ଉପରେ ଶୋଇଛନ୍ତି। ବର୍ଷା ପକାଉଛି ତଥାପି ନିଦ ଯାଆନ୍ତି। ବର୍ଷା ମାନେ ଜୋର ପକେଇଲାନି, ଓଦା ହେଇଗଲାନି ସବୁ ରାସ୍ତା ଗୁଡ଼ାକ, ତଥାପି ସେ ଶୋଇଛନ୍ତି। ଜଣାପଡ଼ୁନି କିଛି, ମାନେ ମଦ ପିଇ ଦେଇଛନ୍ତି ମୋତେ, କ'ଣ ଶୋଇଛନ୍ତି ଆଉ। ହଁ ଯାହା ବି ହଉ, ଆମର କ'ଣ ଗଲା ସେଥିରୁ। ଆମେ ଚାଲନ୍ତୁ, ବର୍ଷା ଟିକେ କମିଯାଉ, ଆମେ ଯିବା, ଆମ ମଇଦା ନେଇକି ଯିବା ଆଉ। ଚାଲନ୍ତୁ ଏବେ ଯିବା। ବର୍ଷା ଛାଡ଼ିଲା, ମିନିମମ୍ ବସିଲିନି 20-25 ମିନିଟ୍ ହେଲା ବସିଲିନି ଏଠି। ବର୍ଷା ପୁରା ଛାଡ଼ିଲାନି ନା, ଚାଲନ୍ତୁ ଯିବା, ନେଇକି ମଇଦା ଧରିକି ପଳେଇବା, ନହେଲେ ଜୋର ବର୍ଷା ହେବ ଆଉ ଯାଇ ହେବନି। ଚାଲନ୍ତୁ ଫଟାଫଟ ପଳେଇ ଯିବା, ଲୁନା ପୁଣି ଓଦା ହେଇଯିବ। ଚାଲନ୍ତୁ ତା ଆଗରୁ ମଇଦା ଧରିକି ପଳେଇ ଯିବା କମ୍ପାନୀକି।